ଘୁଷୁରିଆ ସାଜି କରୁଥିଲେ ଡକାୟତି ମାଡ଼ି ବସିଛି ପୁଲିସ। ଦିନରେ ଘୁଷୁରି ଚରନ୍ତି, ଭିକ୍ଷା କରନ୍ତି, ଗାଁ ଗାଁ ବୁଲି ବ୍ଲୁ ପ୍ରିଣ୍ଟ ତିଆରି କରନ୍ତି, ଆଉ ରାତି ହେଲେ ପ୍ଲାନ୍ ମୁତାବକ ଡକାୟତି କରି ଲୁଟନ୍ତି ଲକ୍ଷ ଲକ୍ଷ ଟଙ୍କା। ଆଉ ପ୍ରତିହତ କଲେ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରନ୍ତି। ଏଭଳି ଏକ ମାରାତ୍ମକ ଡକାୟତି ଗ୍ୟାଙ୍ଗ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅଧୀନ ଭଦ୍ରେଶ୍ୱର ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି। ଗତ ମାସ 24 ତାରିଖ ରାତିରେ ଭଦ୍ରେଶ୍ୱର ଥାନା ସିନ୍ଧୁପୁର ଗାଁର ଭୀମସେନ ଖଟୁଆଙ୍କ ଘରେ ଏହି ଗ୍ୟାଙ୍ଗ ଡକାୟତି କରିବା ପରେ ଏନେଇ ଥାନାରେ ହୋଇଥିବା ଏକ ମାମଲାରେ ପୋଲିସ ହାତରେ 5 ଜଣ ଡକାୟତ ଧରାପଡ଼ିଛନ୍ତି। ସେମାନେ ହେଲେ ଡେରାବେଶ ଅଞ୍ଚଳ ବିକାଶ ଦାସ, ସୁବ୍ରତ ଦାସ, ଚିତ୍ତରଞ୍ଜନ ଦାସ, ବିଚିତ୍ରାନନ୍ଦ କୁଣ୍ଡୁ ଓ ଯାଜପୁର ଅଞ୍ଚଳର ଗୋପୀନାଥ ଦାସ। ଏମାନଙ୍କଠାରୁ 61 ଗ୍ରାମ ସୁନା ଅଳଙ୍କାର, 386 ଗ୍ରାମ ରୂପା, 4ଟି ମୋବାଇଲ, ଗୋଟିଏ ଶାବଳ, ଗୋଟିଏ ଲୁହା ରଡ୍ ଜବତ ହୋଇଛି। ଏମାନଙ୍କ ନାମରେ ରାଜ୍ୟର ଅନେକ ଥାନାରେ ମଧ୍ୟ ବହୁ ମାମଲା ପୂର୍ବରୁ ରହିଛି। ଆସନ୍ତୁ ଶୁଣିବା କ'ଣ କହୁଛନ୍ତି ସାଲେପୁର ଏସ୍ଡିପିଓ। ବ୍ୟୁରୋ ରିପୋର୍ଟ, ପ୍ରିୟା ଟେଲିଭିଜନ। ଆଜିର ପ୍ରେସ୍ ବ୍ରିଫିଂକୁ ମୁଁ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। 24-25 ରାତିରେ ସିନ୍ଧୁପୁର ଗାଁରେ ଭୀମସେନ ଖଟୁଆ ଜଣେ ବ୍ୟକ୍ତି ଅଛନ୍ତି, ତାଙ୍କ ଘରେ ଗୋଟେ ରାତିରେ ବର୍ଗଲାରୀ କମ୍ ରବରୀ ହେଇଥିଲା ଏବଂ ସେଥିରେ ସେ ଯାହା ଇନଫର୍ମେସନ୍ ଦେଇଥିଲେ ତାଙ୍କର ପୁଅ ବୋହୂ, ତାଙ୍କର ପୁଅଙ୍କ ଅଭିଯୋଗ କ୍ରମେ ଏଫଆଇଆରଟି ରୁଜୁ କରାଯାଇଥିଲା ଭଦ୍ରେଶ୍ୱର ଥାନା କେସ୍ ନମ୍ବର 15/26। ଘଟଣାଟା ଏମିତି ଥିଲା ଯେ ତାଙ୍କର ପୁଅ ବୋହୂ ଦୁଇ ଜଣ ଯାକର ଭୀମସେନ ଖଟୁଆଙ୍କର ପୁଅ ଓ ବୋହୂ ସେମାନେ ଓଳାଶୁଣୀ ସେତେବେଳେ ମେଳା ଚାଲିଥିଲା, ଓଳାଶୁଣୀ ମେଳା ଦେଖିବା ପାଇଁ ସେମାନେ ଯାଇଥିଲେ ଏବଂ ଘରେ ସ୍ୱାମୀ ସ୍ତ୍ରୀ ମାନେ ଭୀମସେନ ଖଟୁଆ ଏବଂ ତାଙ୍କ ସ୍ତ୍ରୀ ଉପସ୍ଥିତ ଥିଲେ ଘରେ। ରାତ୍ରି ପ୍ରାୟ 1ଟା ବେଳେ କିଛି ଦୁର୍ବୃତ୍ତ ତାଙ୍କ 53/26 ନମ୍ବର କେସ୍, ଯେଉଁଟାକି 7/2/26ରେ ରିପୋର୍ଟ ହେଇଥିଲା, ଆମକୁ କେସ୍ ହେଇଥିଲା ଏବଂ ଗୋଟେ 59/26 ଯେଉଁଟାକି 13/2ରେ ରିପୋର୍ଟ ହେଇଥିଲା, କେସ୍ ହେଇଥିଲା। ସାଲେପୁରରେ ମଧ୍ୟ 2ଟି କେସ୍ ହେଇଥିଲା, ଗୋଟେ 51/26 ଏବଂ ଗୋଟେ 57/26 ଯେଉଁଟାକି 24 ତାରିଖ ଆଉ 26 ଜାନୁଆରୀରେ କେସ୍ ହେଇଥିଲା। ଏ 5ଟି କେସ୍ର କ୍ରାଇମ୍ ପ୍ୟାଟର୍ନ ଗୁଡ଼ାକ ଆମେ ଷ୍ଟଡି କରିଥିଲୁ। ଷ୍ଟଡି କରିକି ଏସ୍ପି ସାର୍ଙ୍କ ନିର୍ଦ୍ଦେଶ ମତେ କେସ୍ର ଗୁରୁତ୍ୱ ଯେହେତୁ ଯଥେଷ୍ଟ ଅଧିକ ଥିଲା, ତେଣୁ ଆମେ ଗୋଟେ ଟିମ୍ ଗଠନ କରିଥିଲୁ, ଯେଉଁ ଟିମ୍ରେ ଆମର ମେନ୍ ରୋଲ୍ ପ୍ଲେ କରୁଥିଲେ ଆଇଆଇସି ମାହାଙ୍ଗା ପିଏସ୍ ଯୁଗଳ କିଶୋର ଦାସ ଏବଂ ଆଇଆଇସି ସାଲେପୁର ଏବଂ ଆଇଆଇସି ଭଦ୍ରେଶ୍ୱର ସ୍ପେଶାଲ ସ୍କ୍ୱାଡ୍ ବି ମଧ୍ୟ ଆମ ସାଙ୍ଗରେ ସାମିଲ ଥିଲେ। ଆମେ ଏଭଳିଆ କ୍ରାଇମ୍ର ପ୍ୟାଟର୍ନଟାକୁ ଷ୍ଟଡି କରିଥିଲୁ ଏବଂ କେଉଁମାନେ ଏଭଳିଆ କ୍ରାଇମ୍ କରନ୍ତି ଏବଂ ତାଙ୍କର ଯେତିକି ଆମେ ଇନଫର୍ମେସନ୍ ଫ୍ୟାମିଲି ମାନଙ୍କ ପାଖରୁ ପାଇଥିଲୁ, ଯେଉଁଠି କ୍ରାଇମ୍ ହେଇଥିଲା ଭଦ୍ରେଶ୍ୱର ଯେଉଁ ଇନସିଡେଣ୍ଟ ହେଇଥିଲା, ବହୁତ ଗୁଡ଼ାକ ଇନଫର୍ମେସନ୍ ଆମେ ତାଙ୍କ ପାଖରୁ ପାଇଥିଲୁ। ତାକୁ ଗ୍ୟାଦର କରିକି ଆମର ଟିମ୍ ସେଇଦିନ ଅକ୍ଳାନ୍ତ ପରିଶ୍ରମ କରୁଥିଲେ ଏବଂ ଏ ଟୋଟାଲି ଯେଉଁ ଆମର କାମ ଚାଲିଥିଲା, ଏ କାମରେ ଆମେ ବହୁତ ଗୁଡ଼ିଏ ଗ୍ରୁପକୁ ଇଣ୍ଟରଷ୍ଟେଟ୍ ଏବଂ ଇଣ୍ଟର ଡିଷ୍ଟ୍ରିକ୍ଟ କ୍ରିମିନାଲ ଯେଉଁମାନେ ଅଛନ୍ତି ଗ୍ରୁପ୍ ଅଛନ୍ତି, ବହୁତ ଗୁଡ଼ିଏ ଗ୍ରୁପକୁ ଆମେ ସ୍କ୍ରିନିଂ କରିଥିଲୁ ଏବଂ ତାଙ୍କର ମୁଭମେଣ୍ଟ ମଧ୍ୟ ଟ୍ରାକ୍ କରିଥିଲୁ। କେଉଁମାନେ ଜେଲରେ ରହିଛନ୍ତି ବାହାରିଛନ୍ତି ତାର ମଧ୍ୟ ଡିଟେଲ୍ ଭେରିଫିକେସନ୍ କରିଥିଲୁ। ଶେଷରେ ଆମେ ସକ୍ସେସ୍ ମଧ୍ୟ ପାଇଥିଲୁ ଏବଂ ଗୋଟେ ଟିମ୍ ବିଷୟରେ କମ୍ପ୍ଲିଟଲି ଆମେ ଇନଫର୍ମେସନ୍ ଗ୍ୟାଦର କରିଥିଲୁ ଏବଂ ଆମ ଟିମ୍ ରେଡ୍ କରିକି ଗତକାଲି ସେଥିରୁ ଭଦ୍ରେଶ୍ୱର କେସ୍ରେ ଯେଉଁମାନେ ଇନଭଲ୍ଭ ଥିଲେ ଏବଂ ସାଲେପୁର 2ଟି କେସ୍ ଏବଂ ନିଶ୍ଚିତ କହିଲ ସେ ଗୋଟିଏ ଗ୍ରୁପ୍ ହିଁ ସେମାନେ ଅପରେଟ୍ କରୁଥିଲେ ଏବଂ ଏ କ୍ରାଇମ୍ କରିଥିଲେ। ସେ କ୍ରାଇମ୍ରେ ଟୋଟାଲ 4 ଜଣ ଏକ୍ୟୁଜ୍ ଆମେ ଆରେଷ୍ଟ କରିବାରେ ସକ୍ଷମ ହେଇଛୁ। ସେମାନେ ହେଲେ ବିକାଶ କୁମାର ଦାସ, ଚିତ୍ତରଞ୍ଜନ ଦାସ, ରାଜା ଆଲିଆସ ସୁବ୍ରତ ଦାସ, ଗୋପୀନାଥ ଦାସ। ଏ ସମସ୍ତଙ୍କ ଘର ତିଲଙ୍ଗ ଡେରାବିଶ ଥାନା। ଏମାନେ ଗୋଟେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଅଛନ୍ତି, ଭେରି ନୋମାଡିକ୍ ଗ୍ରୁପ୍ ଅଛନ୍ତି, ବିଭିନ୍ନ ଜାଗାକୁ କ୍ୟାମ୍ପ କରିବାକୁ ଯାଆନ୍ତି, ବୁଲିବା ପାଇଁ ଯାଆନ୍ତି, ଘୁଷୁରି ଚରେଇବା ଏବଂ ଅନ୍ୟ କିଛି ବାହାନାରେ ସାପ ଖେଳିବା, ଦଳ ଗଡ଼ିଆ ଥିବ ସେଥିରେ କିଛି ଜିନିଷ ଜୀବଜନ୍ତୁ ଧରିବା, ଏହି ବାହାନାରେ ସେମାନେ ଯାଆନ୍ତି ଏବଂ ରେକି କରନ୍ତି। ପ୍ରାୟ ଯେଉଁ ଘର ଗୁଡ଼ାକ ଲୋନଲି ଥାଏ, ବନ୍ଦ ଥାଏ ଏବଂ ସେମିତି କିଛି ଏଲ୍ଡରଲି ପର୍ସନ୍ ରହୁଥିବାର ସମ୍ଭାବନା ଥାଏ, ତ ସେଇଭଳିଆ ଘରକୁ ଟାର୍ଗେଟ୍ କରନ୍ତି ଏବଂ ସେମାନେ କ୍ରାଇମ୍ କରନ୍ତି। କ୍ରାଇମ୍ କରିକି ସାଙ୍ଗେ ସାଙ୍ଗେ ଡିକ୍ୟାମ୍ପ କରିକି ପଳେଇ ଯାଆନ୍ତି। ଏ 4 ଜଣଙ୍କୁ ଧରା ପଡ଼ିଲା ପରେ ସେମାନଙ୍କ ପାଖରୁ ଡିଟେଲ୍ ଇଣ୍ଟରୋଗେସନ୍ କରିସାରିଲା ପରେ ସେମାନେ ଯେଉଁ ଷ୍ଟୋଲେନ୍ ପ୍ରପର୍ଟି, ଯେଉଁ ସୁନା ଆଉ ରୂପା ଅଳଙ୍କାର ଏ କେସ୍ ଭଦ୍ରେଶ୍ୱର କେସ୍ରେ ମଧ୍ୟ କରିଥିଲେ ଏବଂ ସାଲେପୁର ଯେଉଁ କେସ୍ରେ କରିଥିଲେ ଏବଂ ନିଶ୍ଚିତ କହିଲ ସେ ସମସ୍ତ ପ୍ରପର୍ଟି ଷ୍ଟୋଲେନ୍ ପ୍ରପର୍ଟି ଭିତରୁ ପ୍ରାୟ ଆମେ 61 ଗ୍ରାମ ଗୋଲ୍ଡ ଅର୍ଣ୍ଣାମେଣ୍ଟସ୍ ଏବଂ 386 ଗ୍ରାମ ରୂପା ଅଳଙ୍କାର, ଏ ସମୁଦାୟ ଅଳଙ୍କାର ମିଶିଲେ ପ୍ରାୟ ନିୟର ଆବାଉଟ୍ 10 ଲାକ୍ସ ଏଷ୍ଟିମେଟ୍ କଷ୍ଟ ହେବ ତାର ଏବଂ ସେମାନଙ୍କ ପାଖରୁ ମଧ୍ୟ 4ଟି ମୋବାଇଲ ଫୋନ୍ସ ଏବଂ ଯେଉଁ ୱେପନ୍ ଅଫେନ୍ସ ଯାହା ସାହାଯ୍ୟରେ ସେମାନେ ତାଲା ଭାଙ୍ଗୁଥିଲେ ଏବଂ କ୍ରାଇମ୍ କରୁଥିଲେ, ଯଦି କିଏ ଉଠିବ ବି ତାଙ୍କୁ ଏସଲ୍ଟ ବି କରୁଥିଲେ, ସେ ୱେପନ୍ ଅଫେନ୍ସ ମଧ୍ୟ ସିଜର କରାଯାଇଛି। ଯେତେବେଳେ ଆମେ କ୍ରାଇମ୍ଟାକୁ ଷ୍ଟଡି କଲୁ ଦେଖିଲୁ ଏଇ ଯେଉଁ ସମୁଦାୟ 5ଟି କେସ୍ର ଏମାନେ ଗୋଟେ ଗ୍ରୁପ୍ କରିଥିଲେ ଏବଂ ଆଉ 2 ଜଣ ଏ ଗ୍ରୁପ୍ର ସଦସ୍ୟ ଅଛନ୍ତି,
जो मानक आम चेष्टा करूँ धरवाई कि आम धरवे बर्तमान सक्सेस हो पार्नु कि आम टीम कम्प्लीटली से कम लगी बहुत शीघ्र से 2 जन को आम आप्रिहेंड करूँ। तो आपको जो कैरेक्टर इंसिडेंट वेरिफिकेशन कलु आम जो विकास दास थिला विकास दास ना प्राय 18टी केस पूर्वर विभिन्न थाना रुजु होती जमीक तीर्तोल कोरेई मार्शाघाई थाना निश्चित कोइली भद्रेश्वर सालेपुर नेमाल एमती विभिन्न किशननगर थाना एमती विभिन्न थाना रे प्राय 18टी केस रुजु होती एवं चिचरंजन दास ना सेमती प्राय 6टी केस अच्छी राजा आलिया सुब्रत दास ता ना 5टी केस अच्छी एवं गोपीनाथ दास एवं या ना 5टी केस अच्छी एवं एमाने सुना गहना चोरी करी डेराबिस एरिया गोटे लोक जहाँ ना है विचित्र नंद कुंडू ताकू चूरा सुना गहना से सब बिक्री करुले से चूरा सुना गहना जहाँ को बिक्री करते से रिसीवर विचित्र नंद कुंडू तांको भी आम अरेस्ट करूँ किसी स्टोलेन अर्नामेंट और सिल्वर अर्नामेंट्स एगुड़ा आम जबत कर सक्षम हो।